ବାତ୍ୟା କ'ଣ ଓ ବାତ୍ୟା କିପରି ସୃଷ୍ଟି ହୁଏ, ବାତ୍ୟାର ନାମକରଣ କିପରି କରାଯାଏ, ଏହି ଭିଡ଼ିଓରେ ଆପଣଙ୍କୁ ଜଣାଇବି। ସାଙ୍ଗମାନେ, ଓଡ଼ିଶାକୁ ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ବାତ୍ୟାର ସମ୍ଭାବନା ଅଧିକ ରହିଛି। କେଉଁ କାରଣରୁ ଓଡ଼ିଶାକୁ ସବୁବେଳେ ବାତ୍ୟା ଆସିଥାଏ, ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇବି। ସୂର୍ଯ୍ୟଙ୍କର ପ୍ରଖର କିରଣ ସିଧାସଳଖ ସମୁଦ୍ରରେ ପଡ଼ିବା ଯୋଗୁଁ ସମୁଦ୍ରର ଆର୍ଦ୍ର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଥାଏ, ଯାହାଦ୍ୱାରା ଲୋ ପ୍ରେସର ସୃଷ୍ଟି ହୁଏ। ଲୋ ପ୍ରେସର ସୃଷ୍ଟି ହୋଇଥିବା ସ୍ଥାନରେ ଆର୍ଦ୍ର ବାୟୁ ଆସି ପୂରଣ କରିଥାଏ। ଘନୀଭୂତ ହୋଇ ଉପରକୁ ଚାଲି ଯାଉଥିବା ବାୟୁ ଜଳକଣା ହୋଇ ବାଦଲରେ ଘୂରି ବୁଲେ, ଯାହା ବାତ୍ୟା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ବାଷ୍ପୀଭୂତ ବାୟୁ ଉପରକୁ ଯାଇ ଲେଟେଣ୍ଟ ହିଟ୍ ନିରୀକ୍ଷଣ କରିଥାନ୍ତି, ଯାହାଦ୍ୱାରା ଲୋ ପ୍ରେସର ସୃଷ୍ଟି ହୋଇଥିବା ସ୍ଥାନ ଆହୁରି ଗରମ ହୋଇ ସେହି ସ୍ଥାନରେ ଲୋ ପ୍ରେସର ବୃଦ୍ଧି ପାଇଥାଏ। ସମୁଦ୍ର ପୃଷ୍ଠରେ ଥିବା ଆର୍ଦ୍ର ବାୟୁ ଆସି ସେହି ସ୍ଥାନରେ ଜମା ହୋଇଥାଏ। ସେହି ଆର୍ଦ୍ର ବାୟୁ ପୁଣି ଗରମ ହୋଇ ବାଷ୍ପରେ ପରିଣତ ହୋଇଥାଏ। ଏହି ପ୍ରକ୍ରିୟା ଗଭୀର ସମୁଦ୍ରରେ ଜାରି ରହିଥାଏ। ଧୀରେ ଧୀରେ ଘୂର୍ଣ୍ଣିବଳୟ ଭୟଙ୍କର ରୂପ ଧାରଣ କରିଥାଏ, ଯାହାର ବ୍ୟାସ 100ରୁ 150 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ। ବେ ଅଫ୍ ବେଙ୍ଗଲ, ନର୍ଥ ଇଣ୍ଡିଆନ୍ ଓସିଏନ୍ ବା ଆରବିଆନ୍ ସିରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟକୁ ସାଇକ୍ଲୋନ ବା ବାତ୍ୟା କୁହାଯାଏ। ଏହି ବାତ୍ୟା ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ହୋଇଥାଏ। ବିଶ୍ୱ ପରିବେଶ ସଂଗଠନ ଓ ଆୟୋଗଗୁଡ଼ିକ ମିଶି ବାତ୍ୟାର ନାମକରଣ କରିଥାନ୍ତି। ବିଶ୍ୱ ପାଣିପାଗ ବିଭାଗ ବା ସଂଯୁକ୍ତ ରାଷ୍ଟ୍ର ସାମାଜିକ ଆୟୋଗ ମିଶି ବାତ୍ୟାର ନାମକରଣ କରିଥାନ୍ତି। ବାତ୍ୟା ଦାନାର ନାମ ଦେଇଛି କତାର। ଦାନାର ଅର୍ଥ ହେଉଛି ଉଦାର ବା ଶାନ୍ତ। ବାତ୍ୟାର କରାଳ ରୂପ ବହୁତ ଭୟଙ୍କର। ବାତ୍ୟା ହେଲେ ତାହାର ଘଣ୍ଟା ପ୍ରତି ବେଗ 150ରୁ 170 କିଲୋମିଟର ବେଗରେ ପବନ ବହିଥାଏ, ଯାହାଦ୍ୱାରା ଘରଦ୍ୱାର, ବଡ଼ ବଡ଼ ଗଛ ସବୁ ଉପାଡ଼ି ଦେଇଥାଏ। ବାତ୍ୟାରେ ବହୁତ କ୍ଷୟକ୍ଷତି ହୁଏ ଓ ବହୁତ ଲୋକଙ୍କର ପ୍ରାଣହାନି ଘଟିଥାଏ। ପାଣିପାଗ ବିଭାଗରୁ ଜଣାପଡ଼ିଛି ଯେ ଆଉ ଗୋଟିଏ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଜଣାପଡ଼ିଛି। ଆପଣମାନଙ୍କୁ ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ଆଗକୁ ଆସୁଥିବା ସବୁ ନୂଆ ଭିଡ଼ିଓ ଦେଖିବା ପାଇଁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ସାଙ୍ଗରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ। ମୁଁ ଯେତେବେଳେ ନୂଆ ଭିଡ଼ିଓକୁ ଅପଲୋଡ଼ କରିବି, ସର୍ବପ୍ରଥମେ ଆପଣଙ୍କୁ ନୋଟିଫିକେସନ୍ ମିଳିଯିବ। ରହିଲି, ନମସ୍କାର।